ଜଗନ୍ନାଥ ପିଲାମାନେ ଆଜି ଆମେ ସଂସ୍କୃତ ଶିକ୍ଷାୟତନ ପ୍ରକୋଷ୍ଠ ମଧ୍ୟରେ ଶୃଗାଳ ଶିଶୁ କଥାର ଦ୍ୱିତୀୟ ଭାଗ ପଢିବା। ପ୍ରଥମ ଭାଗରେ ଆମେ ଏହାର ଉପକ୍ରମ ସହିତ ପ୍ରଥମ ପାରାର କିୟଦ ଅଂଶ ଶ୍ଲୋକ ପର୍ଯ୍ୟନ୍ତ ଆମେ ଯାଇଥିଲେ। ତା ପରଠୁ ଆମେ ପଢିବା ଆଜି ହେଲା। ତାହେଲେ ଆମେ ପଢିଥିଲେ ସିଂହୀ କହିଥିଲା ସିଂହକୁ ଯେ ତୁମେ ଏଇ ଶୃଗାଳ ଶିଶୁଟିକୁ ଶିଶୁ ବୋଲି ମାନି ତାକୁ ବଧ ନ କରି ମୋତେ ଆଣିକି ଅର୍ପଣ କଲ। ମୁଁ କିପରି ଏହାକୁ ନିଜର ଉଦର ପାଇଁ ବିନାଶ କରିବି? କାରଣ ସନାତନ ଧର୍ମରେ କଥିତ ଅଛି ଅକୃତ୍ୟମ୍ ନୈବ କର୍ତ୍ତବ୍ୟମ୍। ଏଇଟା ଆମେ ପଢେଇ ସାରିଥିଲେ ପିଲେ। ଅକୃତ୍ୟମ୍ ନୈବ କର୍ତ୍ତବ୍ୟମ୍, ଅକାର୍ଯ୍ୟ କେବେ ହେଲେ କରିବା ଉଚିତ ନୁହେଁ। ପ୍ରାଣ ତ୍ୟାଗ ଅପି ସଂସ୍ଥିତେ, ପ୍ରାଣ ତ୍ୟାଗ ଉପସ୍ଥିତ ହେଲେ ମଧ୍ୟ, ପ୍ରାଣ ଛାଡିଗଲେ ମଧ୍ୟ ଅକୃତ୍ୟ ବା ଅକାର୍ଯ୍ୟକୁ କେବେ ହେଲେ କରିବା ଉଚିତ ନୁହେଁ। ଏବଂ ନ ଚ କୃତ୍ୟମ୍, କୃତ୍ୟମ୍ ମାନେ କରୁଥିବା କାର୍ଯ୍ୟକୁ, ନ ଚ ପରିତ୍ୟଜ୍ୟମ୍ ଅର୍ଥାତ୍ ତ୍ୟାଗ କରିବା ଉଚିତ ନୁହେଁ। ଏସହ ସନାତନ ଧର୍ମ, ଏହା ହଉଛି ସନାତନ ଧର୍ମ। ତାହେଲେ ଆମେ କରୁଥିବା କାର୍ଯ୍ୟକୁ କେବେ ହେଲେ ପରିତ୍ୟାଗ କରିବା ନାହିଁ, କି ଅକାର୍ଯ୍ୟକୁ କେବେ ହେଲେ କରିବା ଉଚିତ ନୁହେଁ। ତେଣୁ ଏଇଟା ହଉଛି ଅକାର୍ଯ୍ୟ। କଣ? ଶୃଗାଳ ଶିଶୁକୁ ମାରିବା ଏଇଟା ହଉଛି ଅକାର୍ଯ୍ୟ। ତେଣୁ ଏଇଟାକୁ ମୁଁ କେମିତି କରିବି? ତସ୍ମାତ୍ ମମାୟମ୍ ତୃତୀୟ ପୁତ୍ର ଭବିଷ୍ୟତି। ସନ୍ଧି ବିଚ୍ଛେଦ କରିଦିଅ ପିଲାମାନେ। ତସ୍ମାତ୍ ଯୁକ୍ତ ମମ ଯୁକ୍ତ ଅୟମ୍। ତସ୍ମାତ୍ କହିଲେ ସେହି ହେତୁରୁ, ହେତୁ ପଞ୍ଚମୀ। ମମ ମାନେ ମୋର, ଷଷ୍ଠୀ ବ୍ୟକ୍ତି ହେଇଛି, ଆକୁ କହିବା ଆମେ ଶେଷେ ଷଷ୍ଠୀ। ତାହେଲେ ସେହି ହେତୁରୁ ମୋର ଅୟମ୍ ମାନେ ଇଏ ତୃତୀୟ ପୁତ୍ର ଭବିଷ୍ୟତି, ତୃତୀୟ ପୁତ୍ର ହେବ। ତାର ଆଗରୁ ଦୁଇଟି ଛୁଆ ଥିଲେ ସିଂହ ଶିଶୁ, ଏବଂ ଇଏ ତୃତୀୟରେ ଆସିଲା। ତେଣୁ କଣ କହିଲା? ଏ ମୋର ତୃତୀୟ ସନ୍ତାନ ହବ। ଇତ୍ୟେବଂ ମୁକ୍ତ୍ୱା, ସନ୍ଧି ବିଚ୍ଛେଦ କରିଦେବା। ଇତ୍ୟେବଂ ମୁକ୍ତ୍ୱା, ଇତି ଯୁକ୍ତ ଏବଂ ଯୁକ୍ତ ଉକ୍ତ୍ୱା। ଇତି କହିଲେ ଏହା, ଇତି ମାନେ ବୋଲି, ଏବଂ ମାନେ ଏହିପରି, ଉକ୍ତ୍ୱା ମାନେ କହି। ଉକ୍ତ୍ୱା ହେଲା ବଚ୍ ଯୁକ୍ତ ତ୍ୱା, ପ୍ରକୃତି ପ୍ରତ୍ୟୟ। ତାହେଲେ ଇତି ମାନେ ବୋଲି ବା ଏହା, ଏବଂ ମାନେ ଏହିପରି, ଉକ୍ତ୍ୱା କହି। ତମପି, ତମ୍ ଯୁକ୍ତ ଅପି, ତମପି, ତମ୍ କହିଲେ ତାକୁ, ଅପି ମାନେ ମଧ୍ୟ। ସ୍ୱସ୍ତନ କ୍ଷୀରେଣ, ନିଜ ସ୍ତନର କ୍ଷୀର ଦ୍ୱାରା। ପରାମ୍, ପରାମ୍ କହିଲେ ପରେ। ପୃଷ୍ଟିମ୍ ଅନୟତ୍, ପୃଷ୍ଟିମ୍ ଯୁକ୍ତ ଅନୟତ୍, ବଡ଼ କରିଥିଲା। ହେଲା। ତାହେଲେ ଇତି ଏବଂ ଉକ୍ତ୍ୱା ଏହିପରି କହି। ତମପି, ତମପି କହିଲେ ତାକୁ ମଧ୍ୟ। ସ୍ୱସ୍ତନ କ୍ଷୀରେଣ, ନିଜ ସ୍ତନ୍ୟର କ୍ଷୀର ଦ୍ୱାରା। ପରାମ୍ ପରେ, ପୃଷ୍ଟିମ୍ ଅନୟତ୍ ବଢାଇଥିଲା। ହେଲା। ତାହେଲେ ନିଜ ପିଲାଙ୍କୁ ଯେପରି ନିଜ ସ୍ତନ୍ୟ ଦ୍ୱାରା ବଢାଇଥିଲା, ସେପରି ତାକୁ ମଧ୍ୟ ପୃଷ୍ଟି କଲା, ବଡ କଲା। ଏବଂ ତେ ତ୍ରୟୋପି, ଏବଂ କହିଲେ ଏହିପରି। ତେ ତ୍ରୟଃ ଯୁକ୍ତ ଅପି, ତେ କହିଲେ ସେମାନେ, ତ୍ରୟଃ ତିନି ଜଣ, ଅପି ମାନେ ମଧ୍ୟ। ହେଲା। ତେ ହେଲା କର୍ତ୍ତରୀ ପ୍ରଥମା। ଶିଶବଃ, ଶିଶୁ ମାନେ କର୍ତ୍ତରୀ ପ୍ରଥମା। ପରସ୍ପରମ୍, ପରଃ ଯୁକ୍ତ ପରମ୍, ପରସ୍ପରମ୍, ପରସ୍ପରମ୍ ମାନେ ନିଜ ନିଜ ଭିତରେ। ତାହେଲେ ଏହିପରି, ଏବଂ ମାନେ ଏହିପରି। ତେ ତ୍ରୟଃ ଅପି ଶିଶବଃ, ସେହି ତିନି ଜଣ ଯାକ ଶିଶୁ। ପରସ୍ପରମ୍ ଅର୍ଥାତ୍ ନିଜ ନିଜ ଭିତରେ। ଜାତି ବିଶେଷମ୍ ଯୁକ୍ତ ଅଜାନନ୍ତଃ, ଜାତି ବିଶେଷମ୍ ଜାତି ସମ୍ପର୍କରେ। ସିଏ ଶୃଗାଳ, ଇଏ ସିଂହ, ଏପରି ଜାତି ବିଶେଷରେ। ଅଜାନନ୍ତଃ ନ ଜାଣିପାରି, ଛୋଟ ପିଲା ଥିଲେ, ତେଣୁ ଜାତି ବିଷୟରେ କିଛି ସେମାନେ ବିଚାର କରିନଥିଲେ, ଜାଣିପାରୁନଥିଲେ। ଏକାଚାର ବିହାରା, ଏକ ଯୁକ୍ତ ଆଚାର ବିହାରା। ତାହେଲେ ଏକ ପ୍ରକାର ଭାବରେ, ଗୋଟିଏ ପ୍ରକାର ଭାବରେ ଆଚରଣ ଆଉ ବୁଲାବୁଲି, ବିହାର ମାନେ କଣ? ବୁଲାବୁଲି କରି। ବାଲ୍ୟ ସମୟମ୍ ଶିଶୁ ସମୟକୁ, ଛୋଟ ସମୟକୁ। ନିର୍ବାହୟନ୍ତି ସ୍ମ, କଟାଇଥିଲେ। ବୁଝିଲା। ତେଣୁ ପିଲାଦିନେ ସେମାନେ ଜାଣିପାରୁନଥିଲେ କିଏ ସେ ଶୃଗାଳ, କିଏ ସେ ସିଂହ। ତେଣୁ ଗୋଟିଏ ପ୍ରକାର ଆଚରଣ ଆଉ ବ୍ୟବହାର କରିକି, ବୁଲାବୁଲି କରିକି ବାଲ୍ୟ ସମୟକୁ କଟାଇ ଦେଲେ। ହେଲା। ଛୋଟ ପିଲା ସମୟକୁ ସେମାନେ କଣ କଲେ? କଟେଇ ଦେଲେ। ଅଥ କଦାଚିତ୍, ଅଥ କହିଲେ ଏହାପରେ। କଦାଚିତ୍ କୌଣସି ଏକ ଦିନ। ତତ୍ର ବନେ, ତତ୍ର କହିଲେ ସେଠାରେ, ବନେ ମାନେ ବଣରେ, ସ୍ଥାନାଧିକରଣ ସପ୍ତମୀ।
ହେଲା ବନେଇଲା ସ୍ଥାନାଧିକରଣ ସପ୍ତମୀ। ଭ୍ରମନ୍ ଅରଣ୍ୟଗଜଃ ସମାୟାତଃ। ଭ୍ରମନ୍ ଭ୍ରମଣ କହିଲେ ସନ୍ଧି ବିଚ୍ଛେଦ କରିଦିଅ ଆଗ। ଭ୍ରମନ୍ ଯୁକ୍ତ ଅରଣ୍ୟଗଜଃ। ଭ୍ରମଣ କହିଲେ ବୁଲୁ ବୁଲୁ। ଭ୍ରମଣ ପ୍ରକୃତି ପ୍ରତ୍ୟୟ ହେବ ଭ୍ରମ ଯୁକ୍ତ ଶତ୍ରୁ। ତାହେଲେ ବୁଲୁ ବୁଲୁ ଅରଣ୍ୟଗଜଃ ବଣୁଆ ହାତୀଟିଏ। ବଣୁଆ ହାତୀ କର୍ତ୍ତରୀ ପ୍ରଥମା ସମାୟାତଃ ଆସିଲା। ସମ୍ ଯୁକ୍ତ ଆ ଯୁକ୍ତ ଯା ଯୁକ୍ତ ତ ହେଲା। ତାହେଲେ ସେମାନେ ଏପରି ଭାବରେ ବଣରେ ବୁଲାବୁଲି କରୁଛନ୍ତି। ଗୋଟିଏ ବଣୁଆ ହାତୀ ସେଠି ଆସି ପହଞ୍ଚିଲା। ତମ୍ ଦୃଷ୍ଟ୍ୱା ତମ୍ କହିଲେ ତାକୁ, ଦୃଷ୍ଟ୍ୱା ମାନେ ଦେଖି। ତମ୍ ହେଲା କର୍ମଣୀ ଦ୍ୱିତୀୟା। ଦୃଷ୍ଟ୍ୱା ପ୍ରକୃତି ପ୍ରତ୍ୟୟ ହେବ ଦୃଶ୍ଯୁକ୍ତ ତ୍ୱା। ତୌ ସିଂହ ସୁତୌ। ତୌ ସିଂହ ସୁତୌ ସେ ଦୁଇ ଜଣ ସିଂହ ଶିଶୁ। ଆଗରୁ ପିଲାମାନେ କହିଥିଲି ସିଂହ ସୁତଃ ପ୍ରକୃତି ପ୍ରତ୍ୟୟ ସମାସ କେମିତି ହବ? ସିଂହ୍ୟାଃ ସୁତଃ। ତାହେଲେ ସିଂହ୍ୟାଃ ସୁତଃ ତୌ ସିଂହ ସୁତୌ ଷଷ୍ଠୀ ତତ୍ପୁରୁଷ ସମାସ। ତାହେଲେ ସେଇ ତାକୁ ଦେଖି ସେ ଦୁଇ ଜଣ ସିଂହ ସୁତ ବା ସିଂହ ଶିଶୁ ଦ୍ୱାବପି ଦ୍ୱାବପି ସନ୍ଧି ବିଚ୍ଛେଦ କଲେ ହେବ ଦୌ ଯୁକ୍ତ ଅପି। ଦୌ ମାନେ ଦୁଇ ଜଣ, ଅପି ମାନେ ମଧ୍ୟ। କୁପିତାନନୌ କୁପିତ ଆନନ କରି। ଆନନ ମାନେ କଣ? ମୁଖ। ତାହେଲେ କୁପିତାନନ ମାନେ ମୁହଁକୁ ପୁରା ଲାଲ କରି ରାଗରେ। ତମ୍ ପ୍ରତି ପ୍ରତି ଯୋଗେ ଦ୍ୱିତୀୟା ବିଭକ୍ତି ହେଇଛି ତମ୍। ତମ୍ ପ୍ରତି ତାହେଲେ ତାକୁ ଦେଖି ମାନେ ସେ ଅରଣ୍ୟ ଗଜକୁ ଦେଖି ସେଇ ସିଂହ ଶିଶୁ ଦୁଇ ଜଣ ମଧ୍ୟ ରାଗ ମୁଖରେ ହେଲା ପୁରା ତମ୍ ପ୍ରତି ତା ଆଡକୁ ଯାବତ୍ ଯେ ପର୍ଯ୍ୟନ୍ତ ପ୍ରଚଳିତ ଯେ ପର୍ଯ୍ୟନ୍ତ ଯିବାକୁ ବାହାରନ୍ତି ପ୍ରଚଳିତ ପ୍ରଯୁକ୍ତ ଚଳ ଯୁକ୍ତ ତ ହେଲା ପ୍ରଚଳିତ ଯେ ପର୍ଯ୍ୟନ୍ତ ତା ଆଡକୁ ଯିବାକୁ ବାହାରନ୍ତି ତାବତ୍ ତେନ ଶୃଗାଳ ସୁତେନ ଅଭିହିତମ୍। ତାବତ୍ ତେନ ସନ୍ଧି ବିଚ୍ଛେଦ କଲେ ହେବ ତାବତ୍ ଯୁକ୍ତ ତେନ। ତାବତ୍ କହିଲେ ସେ ପର୍ଯ୍ୟନ୍ତ, ତେନ ମାନେ ତାହା ଦ୍ୱାରା, ଶୃଗାଳ ସୁତ ଦ୍ୱାରା, ଶୃଗାଳ ସୁତେନ ଅନୁକ୍ତ କର୍ତ୍ତରୀ ତୃତୀୟା ଅଛି ହେଲା। ସେହି ଶୃଗାଳ ସୁତ ଦ୍ୱାରା ଅଭିହିତମ୍ କୁହାଗଲା। ଅଭିହିତମ୍ ପ୍ରକୃତି ପ୍ରତ୍ୟୟ ହେଉଛି ଅଭି ଯୁକ୍ତ ଧା ଯୁକ୍ତ ତ। ତାହେଲେ ଯେତେବେଳେ ସେଇ ଦୁଇ ଜଣ ଯାକ ତା ଆଡକୁ ଯାଆନ୍ତି ସେହି ଶୃଗାଳ ସୁତ ଦ୍ୱାରା କୁହାଗଲା। ଆମେ ଯଦି କର୍ତ୍ତୃବାଚ୍ୟ କରିବା କଣ କହିବା? ସେଇ ଶୃଗାଳ ସୁତଟି କହିଲା ହେଲା। ଶୃଗାଲ୍ୟାଃ ସୁତଃ ଶୃଗାଳୀ ସୁତ। ଶୃଗାଲ୍ୟାଃ ସୁତଃ ଶୃଗାଳ ସୁତଃ। ବୁଝିପାରିଲ? ସେଇ ଷଷ୍ଠୀ ତତ୍ପୁରୁଷ ସମାସ। ତାହେଲେ ଶୃଗାଳ ସୁତ କହିଲା। ଅହୋ ଅହୋ ମାନେ ଆରେ ଗଜ ଅୟମ୍ ସନ୍ଧି ବିଚ୍ଛେଦ କରିଦିଅ। ଗଜଃ ଯୁକ୍ତ ଅୟମ୍। ଅୟମ୍ ଗଜଃ ଏଇ ହାତୀ। ଯୁଷ୍ମତ୍ କୁଳ ଶତ୍ରୁ। ଯୁଷ୍ମତ୍ ଯୁଷ୍ମତ୍ କହିଲେ ତୁମ ମାନଙ୍କର। କୁଳ ଶତ୍ରୁ ତୁମ ବଂଶର ଶତ୍ରୁ। ତନ୍ନ ତତ୍ ଯୁକ୍ତ ନ ତନ୍ନ ହେଲା। ତତ୍ ଯୁକ୍ତ ନ ତତ୍ ମାନେ ତେଣୁ, ନ ମାନେ ନୁହେଁ। ଗନ୍ତବ୍ୟମ୍ ଏତସ୍ୟ ଅଭିମୁଖମ୍। ଏଠି ସନ୍ଧି ବିଚ୍ଛେଦ କରିଦିଅ। ଗନ୍ତବ୍ୟମ୍ ଯୁକ୍ତ ଏତସ୍ୟ। ତାହେଲେ ଗନ୍ତବ୍ୟ ମାନେ ଯିବା ଉଚିତ। ଗମ୍ ଯୁକ୍ତ ତବ୍ୟ। ଏତସ୍ୟ ଅଭିମୁଖମ୍। ଅଭିମୁଖମ୍ ମାନେ ସାମ୍ନାକୁ, ଏହାର ଆଗକୁ। ତାହେଲେ କଣ କହିଲା? ଅହୋ ଅହୋ ମାନେ ଆରେ ଗଜଃ ଅୟମ୍ ଅୟମ୍ ଗଜ ମାନେ ଏଇ ହାତୀଟି। ଯୁଷ୍ମତ୍ କୁଳ ଶତ୍ରୁ ତୁମ ମାନଙ୍କର କୁଳ ଶତ୍ରୁ। ତତ୍ ନ ତେଣୁ ନୁହେଁ। ଏତସ୍ୟ ଅଭିମୁଖମ୍ ଗନ୍ତବ୍ୟମ୍ ଏହାର ସାମ୍ନାକୁ। ଅଭିମୁଖ ମାନେ ସାମ୍ନାକୁ, ଏହାର ସାମ୍ନାକୁ। ଗନ୍ତବ୍ୟମ୍ ଗନ୍ତବ୍ୟ ମାନେ ଯିବା ଉଚିତ। ତାହେଲେ ଏହାର ଆଗକୁ ଯିବା ଉଚିତ ନୁହେଁ। କିଏ କହିଲା? ବିଲୁଆ କହିଲା ନାଇଁ, ଶୃଗାଳ କହିଲା। କହିଲା ଇଏ ହଉଛି ତୁମର କୁଳ ଶତ୍ରୁ, ତେଣୁ ଏହାର ଆଗକୁ ଯିବା ଉଚିତ ନୁହେଁ। ପ୍ରକୃତରେ ବିଲୁଆ ବା ଶୃଗାଳ ଜାତିର ସେ ହଉଛି କୁଳ ଶତ୍ରୁ, ସିଂହର ନୁହଁ। ସିଂହ ତା ଆଗକୁ ଯିବ, କିନ୍ତୁ ଇଏ ତ ଯେତେ ଯାହା କଲେ କଣ ହବ? ତା ବଂଶର ଗୁଣ ଛାଡି ପାରିଲା ନାହିଁ, ଏ କଥା କହିଦେଲା। ଏବଂ ଉକ୍ତ୍ୱା ଏବଂ ଯୁକ୍ତ ଉକ୍ତ୍ୱା। ଏବଂ ମାନେ ଏହିପରି, ଉକ୍ତ୍ୱା ମାନେ କହି। ଉକ୍ତ୍ୱା ହେଲା ବଚ୍ ଯୁକ୍ତ ତ୍ୱା। ଏହିପରି କହି ଗୃହମ୍ ପ୍ରଧାବିତଃ। ଗୃହମ୍ କହିଲେ ଘରକୁ, ପ୍ରଧାବିତ ମାନେ ଦୌଡ଼ିଲା। ପ୍ରଯୁକ୍ତ ଧାବ୍ ଯୁକ୍ତ ତ ହେଲା। ଏହିପରି କହି ଘରକୁ ଦୌଡ଼ି ପଳାଇଲା। କିଏ ସେ? ଶୃଗାଳ ସୁତ। କଣ କହିଲା? କହିଲା ଆରେ ଇଏ ହଉଛି ତୁମ ମାନଙ୍କର କୁଳ ଶତ୍ରୁ, ଏହାର ସମ୍ମୁଖକୁ ଯିବା ଉଚିତ ନୁହେଁ। ଏହା କହିକି ଘରକୁ ଦୌଡ଼ିଲା। ତାବପି ତାବପି ସନ୍ଧି ବିଚ୍ଛେଦ କଲେ ହେବ ତୌ ଯୁକ୍ତ ଅପି। ତୌ ମାନେ ସେ ଦୁଇ ଜଣ, ଅପି ମାନେ ମଧ୍ୟ। ସେ ଦୁଇ ଜଣ ମଧ୍ୟ ଜ୍ୟେଷ୍ଠ ବାନ୍ଧବସ୍ୟ ଅର୍ଥାତ୍ ଜ୍ୟେଷ୍ଠ ବନ୍ଧୁର ବା ଜ୍ୟେଷ୍ଠ ଭାଇର
ଭଙ୍ଗାତ୍ ନିରୁତ୍ସାହିତ ହେତୁରୁ ଭାଙ୍ଗିଦେବା ହେତୁରୁ ନିରୁତ୍ସାହିତମ୍ ଗତଉ। ତାହେଲେ ଜ୍ୟେଷ୍ଠ ଭାଇର ପୃଷ୍ଠଭଙ୍ଗ ହେତୁ ପଛଘୁଞ୍ଚା ଦେବା ହେତୁରୁ ଏମାନେ କଣ ହେଲେ? ନିରୁତ୍ସାହିତମ୍ ଗତଉ, ନିରୁତ୍ସାହିତ ହେଇଗଲେ, ଆଉ ତାଙ୍କର ଆଗ୍ରହ ରହିଲା ନାହିଁ। ଗତଉ ଗମ୍ ଯୁକ୍ତ ତ, ବୁଝିପାରିଲ? ତାହେଲେ ବଡ ଭାଇ ଯେମିତି ପୃଷ୍ଠଭଙ୍ଗ ଦେଲା, ଏ ଦୁଇ ଜଣ ମଧ୍ୟ କଣ ଆଙ୍କର ଆଉ ଆଗ୍ରହ ରହିଲା ନାହିଁ। ତାହେଲେ ପିଲାମାନେ ଆଜି ଏତିକିରେ ଥାଉ। ପୁଣି ଆଉ ଗୋଟେ ଚାପ୍ଟରରେ ଆଉ ଗୋଟେ ଭାଗରେ ଆମେ ଆଉ ଅନ୍ୟ ପାରାକୁ ପଢେଇବା। ହେଲେ ଆଜି ପାଇଁ ତୁମେ ଏତିକି ଦେଖ, ଏହାର ସରଳ ଅର୍ଥ ଲେଖ ଏବଂ ସନ୍ଧି ସମାସ ପ୍ରକୃତି ପ୍ରତ୍ୟୟ ବାକ୍ୟ ଗଠନ ପ୍ରଭୃତି କରିବା ପାଇଁ ନିଜେ ନିଜେ ଚେଷ୍ଟା କର।